ପିଲାମାନେ ଆଜି ଆମେ କ୍ଲାସ୍ 7 ର ଇଂଲିଶ ବୁକ୍ର ରନ୍ 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 ପୋଏମ୍ ପଢ଼ିବା। ଏହାର ପୋଏଟ୍ ହେଉଛନ୍ତି ମେରୀ ଡଣ୍ଟ। ସୋ ଆମେ ଲେଟ୍ସ ରିଡ୍ ଦ ପୋଏମ୍ ରନ୍ ରନ୍ ରନ୍। ସେସନ୍ 1 ରେ ଅଛି ପ୍ରଥମେ ପ୍ରି ରିଡ଼ିଂରେ 5ଟି କ୍ୱେଶ୍ଚନ୍ ଦେଇଛି। ସେହି କ୍ୱେଶ୍ଚନ୍ ଗୁଡ଼ାକ ଆମେ ପ୍ରଥମେ ଡିସ୍କସନ୍ କରିବା। ପ୍ରଥମ କ୍ୱେଶ୍ଚନ୍ ହେଉଛି ଲୁକ୍ ଏଟ୍ ଦ ଟାଇଟଲ୍ ଅଫ୍ ଦି ପୋଏମ୍ ଆଣ୍ଡ ଗେସ୍ ହୁ ରନ୍ସ। ଲୁକ୍ ଏଟ୍ ଦ ଟାଇଟଲ୍ ଅଫ୍ ଦି ପୋଏମ୍। ଟାଇଟଲ୍ର ଅର୍ଥ ହେଉଛି ପୋଏମ୍ର ନାମ। ପୋଏମ୍ର ନାମକୁ ଦେଖ ଏବଂ ଗେସ୍ ବା ଅନୁମାନ କର କିଏ ଦୌଡ଼ୁଛି। କିଏ ଦୌଡ଼ୁଛି ଆମେ ଏହି ଚିତ୍ରକୁ ଦେଖି ଜାଣିବା କିଏ ଦୌଡ଼ୁଛି। ଗୋଟେ ଛୋଟ ପିଲା ଦୌଡ଼ୁଛି। ଏହି ଛୋଟ ପିଲା ଜଣକ ହେଉଛନ୍ତି ନିଜେ ପୋଏଟ୍ ମେରୀ ଡଣ୍ଟ। ସୋ who runs? The poet runs. Second question, why does she or he run? ସେ କାହିଁକି ଦୌଡ଼ୁଛି। ସେ କାହିଁକି ଦୌଡ଼େ। she or he runs to get happiness. ଆନନ୍ଦ ପାଇବା ପାଇଁ ସେ ଦୌଡ଼େ। where does she or he runs? she or he runs ସେ କେଉଁଠି ଦୌଡ଼ୁଛି। କେଉଁଠି ଦୌଡ଼େ। ଏହାର ଅର୍ଥ ହେଉଛି ସେ କେଉଁଠି ଦୌଡ଼େ। ଏ ଗଛ ତଳରେ ଦୌଡ଼ୁଛି ପିଲାଟି। ତେଣୁ ଏହାର ଆନ୍ସର୍ ହେଉଛି ହି ଅର୍ ସି ରନ୍ସ ଅଣ୍ଡର ଦି ଟ୍ରି। ତାପରେ ଫୋର୍ଥ କ୍ୱେଶ୍ଚନ୍ ହେଲା ଡଜ୍ ସି ଅର୍ ହି ରନ୍ ଆଉଟ୍ ଅଫ୍ ହିଜ୍ ଅର୍ ହାର୍ ଓନ୍ ଇଣ୍ଟରେଷ୍ଟ ଅର୍ ସମୱାନ୍ ଆସ୍କ ହିମ୍ ଅର୍ ହାର୍ ଟୁ ରନ୍। ସେ ପିଲାଟି ନିଜ ଇଚ୍ଛାରେ ଦୌଡ଼େ ନା ଅନ୍ୟ କିଏ କହୁଛି ତାକୁ ଦୌଡ଼ିବାକୁ। ଏ ଚିତ୍ରରୁ ଜଣାପଡ଼ୁଛି ସେ ନିଜ ଇଚ୍ଛାରେ ଦୌଡ଼ୁଛି। ହି ଅର୍ ସି ରନ୍ସ ଆଉଟ୍ ଅଫ୍ ହିଜ୍ ଅର୍ ହାର୍ ଓନ୍ ଇଣ୍ଟରେଷ୍ଟ। ତାପରେ ଫିଫ୍ଥ କ୍ୱେଶ୍ଚନ୍ ହେଲା ଡଜ୍ ସି ଅର୍ ହି ଗେଟ୍ ପ୍ଲିଜର୍ ଆଉଟ୍ ଅଫ୍ ରନିଂ। ସେ ଦୌଡ଼ିବାରୁ ଖୁସି ପାଉଛି କି। ଯେଉଁ ଦୌଡ଼ୁଛି ତାଠାରୁ ସେ ଖୁସି ପାଉଛି କି। ତାର ଆନ୍ସର୍ ହେଉଛି ହି ଅର୍ ସି ଗେଟ୍ସ ପ୍ଲିଜର୍ ଆଉଟ୍ ଅଫ୍ ରନିଂ। ୟେସ୍, ହି ଅର୍ ସି ଗେଟ୍ସ ପ୍ଲିଜର୍ ଆଉଟ୍ ଅଫ୍ ରନିଂ। ସୋ ସେକେଣ୍ଡରେ ହେଲା ହ୍ୱାଇଲ୍ ରିଡ଼ିଂରେ ଆମେ ପଢ଼ିବା ରିଡ୍ ଦ ପୋଏମ୍ ସାଇଲେଣ୍ଟଲି ଆଣ୍ଡ ଆନ୍ସର୍ ଦି କ୍ୱେଶ୍ଚନ୍ସ ଦ୍ୟାଟ୍ ବିଲୋ। ଏହି ପୋଏମ୍ଟିକୁ ଆମେ ପଢ଼ିବା ଏବଂ ତଳେ ଯେଉଁ ଆନ୍ସର୍ ଯେଉଁ କ୍ୱେଶ୍ଚନ୍ ଦିଆହେଇଛି ସେଇ କ୍ୱେଶ୍ଚନ୍ ଗୁଡ଼ିକର ଆନ୍ସର୍ ଦେବା। ତାପରେ ଆମେ ପ୍ରଥମେ ଲେଟ୍ସ ରିଡ୍ ଦ ପୋଏମ୍ ରନ୍ ରନ୍ ରନ୍। ରନ୍ର ଅର୍ଥ ହେଉଛି ଦୌଡ଼ିବା। ରନ୍ 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 ଦୌଡ଼ ଦୌଡ଼ ଦୌଡ଼। ଦୌଡ଼ିବା ବିଷୟରେ ଏହି ପୋଏମ୍ଟି ଅଟେ। Away from the city and into the sun, out of the country, run run run. Away from the city. AWAY. Awayର ଅର୍ଥ ହେଉଛି ଦୂରରୁ ଦୂରକୁ। ସିଟିର ଅର୍ଥ ହେଉଛି CITY। ସିଟିର ଅର୍ଥ ହେଉଛି ସହର। ତେଣୁ ସିଟି ଠାରୁ ଦୂରକୁ। ଆଣ୍ଡ ଇଣ୍ଟୁ ଦି ସନ୍ ଏବଂ ସୂର୍ଯ୍ୟ ପାଖକୁ। ସନ୍ର ଅର୍ଥ ହେଉଛି ସୂର୍ଯ୍ୟ। ଆଉଟ୍ ଅଫ୍ ଦି କଣ୍ଟ୍ରି। କଣ୍ଟ୍ରିର ଅର୍ଥ ହେଉଛି ଦେଶ କିନ୍ତୁ ଏଠାରେ କଣ୍ଟ୍ରିର ଅର୍ଥ ହେଉଛି ଗ୍ରାମାଞ୍ଚଳ। ଗ୍ରାମାଞ୍ଚଳର ବାହାରକୁ। ରନ୍ 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 ଦୌଡ଼ ଦୌଡ଼ ଏବଂ ଦୌଡ଼। ସହରଠାରୁ ଦୂରକୁ। ସୂର୍ଯ୍ୟଙ୍କର ପାଖକୁ। ଆଉଟ୍ ଅଫ୍ ଦି କଣ୍ଟ୍ରି ଗ୍ରାମାଞ୍ଚଳଠାରୁ ବାହାରକୁ। ଦୌଡ଼ ଦୌଡ଼ ଏବଂ ଦୌଡ଼। So in this stanza we get some questions. Who is the speaker in the poem? The poet Mary Dont is the speaker in the poem. Let's read the second stanza. Run in the raindrops, run beneath the trees, run little races with each little breeze. ପ୍ରଥମ ଷ୍ଟାଣ୍ଡାର୍ଡ଼ରେ କବି କହିଲେ ଯେ ପାଗର ୱେଦର ବିଷୟରେ କିଛି ସୂଚନା ଦେଲେ ଯେ ସେ ସୂର୍ଯ୍ୟ ଯେତେବେଳେ ଉଦୟ ହୋଇଥିବେ ଖରା ସମୟରେ ଦିନ ସମୟରେ ଦୌଡ଼। ସହରରୁ ଦୂରକୁ ଦୌଡ଼ ଏବଂ ଗ୍ରାମାଞ୍ଚଳର ବାହାରକୁ ଦୌଡ଼। ରନ୍ ଇନ୍ ଦ ରେନ୍ଡ୍ରପ୍ସ। ତାପରେ ସେକେଣ୍ଡ ଷ୍ଟାଣ୍ଡାର୍ଡ଼ରେ କହିଲେ ରେନ୍ଡ୍ରପ୍। ରେନ୍ଡ୍ରପ୍ର ଅର୍ଥ ହେଉଛି ବର୍ଷା ବିନ୍ଦୁ। RAINDROPS। ରେନ୍ଡ୍ରପ୍ସର ଅର୍ଥ ହେଉଛି ବର୍ଷା ବିନ୍ଦୁ।
ବର୍ଷା ବିନ୍ଦୁ ଯେତେବେଲେ ପଡ଼ୁଛି ସେତେବେଲେ ଦୌଡ଼। ରନ୍ ଇନ୍ ଦ ରେନ୍ ଡ୍ରପ୍ସ, ରେନ୍ ଡ୍ରପ୍ସରେ ଦୌଡ଼। ରନ୍ ବିନିଥ୍ ଦ ଟ୍ରିଜ୍, ବିନିଥ୍ BENEATS, ବିନିଥ୍ର ଅର୍ଥ ହେଉଛି ଅଣ୍ଡର। ରନ୍ ବିନିଥ୍ ଦ ଟ୍ରିଜ୍, ଟ୍ରିଜ୍ର ଅର୍ଥ ହେଉଛି ଗଛ, ଗଛ ତଳରେ ଦୌଡ଼। ରନ୍ ଲିଟିଲ୍ ରେସେସ୍, ରେସେସ୍ର ଅର୍ଥ ହେଉଛି ବି ଦୌଡ଼ ପ୍ରତିଯୋଗିତା। ଛୋଟ ଛୋଟ ଦୌଡ଼ ପ୍ରତିଯୋଗିତା ପରି ଦୌଡ଼, ବେଶୀ ଜୋରରେ ଦୌଡ଼ ନାହିଁ, ଧୀରେ ଧୀରେ ଦୌଡ଼। ୱିଥ୍ ଇଚ୍ ଲିଟିଲ୍ ବ୍ରିଜ୍, ବ୍ରିଜ୍ର ଅର୍ଥ ହେଉଛି BREEZD, ବ୍ରିଜ୍ର ଅର୍ଥ ହେଉଛି ମୃଦୁ ପବନ ବା ଧୀର ପବନ। ଧୀର ପବନ ସାଥିରେ ତୁମେ ଦୌଡ଼। ତୁମେ ବର୍ଷା ବିନ୍ଦୁରେ ଦୌଡ଼, ଗଛ ତଳରେ ଦୌଡ଼ ଏବଂ ଛୋଟ ଦୌଡ଼ ପ୍ରତିଯୋଗିତା ପରି ଦୌଡ଼ ଏବଂ ଧୀର ପବନ ସହିତ ଦୌଡ଼ ବୋଲି ପୋଏଟ୍ କହିଛନ୍ତି। ରନ୍ ଡାଉନ୍ ଦ ହିଲ୍ ସାଇଡ୍, ରନ୍ ଅପ୍ ଦି ଲେନ୍, ରନ୍ ଥ୍ରୁ ଦି ମେଡୋ, ଦେନ୍ ରନ୍ ବ୍ୟାକ୍ ଏଗେନ୍। ରନ୍ ଡାଉନ୍ ଦ ହିଲ୍ ସାଇଡ୍ର ଅର୍ଥ ହେଉଛି ପାହାଡ଼ିଆ ଅଞ୍ଚଳ। ରନ୍ ଅପ୍ ଦି ଲେନ୍, ଲେନ୍ର ଅର୍ଥ ହେଉଛି ଗଳି, ଗଳିକନ୍ଦି ରାସ୍ତା। ମେଡୋ MEADOW, ମେଡୋର ଅର୍ଥ ହେଉଛି ସବୁଜ ଘାସ ପଡ଼ିଆ। ଏଠାରେ ରନ୍ର ଚାରୋଟି ଭାର୍ବ ଦିଆଯାଇଛି, ରନ୍ ଡାଉନ୍, ରନ୍ ଅପ୍, ରନ୍ ଥ୍ରୁ ଏଣ୍ଡ ରନ୍ ବ୍ୟାକ୍। ରନ୍ ଡାଉନ୍ ଦ ହିଲ୍ ସାଇଡ୍, ପାହାଡ଼ିଆ ଅଞ୍ଚଳର ତଳକୁ ଦୌଡ଼। ରନ୍ ଅପ୍ ଦି ଲେନ୍, ଗଳିକନ୍ଦିରେ ଦୌଡ଼। ରନ୍ ଥ୍ରୁ ଦି ମେଡୋ, ଘାସ ପଡ଼ିଆ ମଧ୍ୟ ଦେଇ ଦୌଡ଼। ଥ୍ରୁର ଅର୍ଥ ହେଉଛି ମଧ୍ୟ ଦେଇ, ସବୁଜ ଘାସ ପଡ଼ିଆ ମଧ୍ୟ ଦେଇ ଦୌଡ଼। ଦେନ୍ ରନ୍ ବ୍ୟାକ୍ ଏଗେନ୍, ରନ୍ ବ୍ୟାକ୍, ପଛକୁ ଦୌଡ଼, ପୁଣି ଥରେ ପଛକୁ ତମେ ଦୌଡ଼ିଯାଅ ବୋଲି ପୋଏଟ୍ ମେରି ଡଣ୍ଟ କହିଛନ୍ତି। ରନ୍ ଏଣ୍ଡ ବି ମେରି ଅଲ୍ ଥ୍ରୁ ଦ ଡେ, ରନ୍ ଟୁ ଦ କଣ୍ଟ୍ରି ଏୱେ ଏୱେ। ରନ୍ ଏଣ୍ଡ ବି ମେରି, ମେରିର ଅର୍ଥ ହେଉଛି ଖୁସି ହେବା। ଅଲ୍ ଥ୍ରୁ ଦ ଡେ, ଡେର ଅର୍ଥ ହେଉଛି ଦିନ, କଣ୍ଟ୍ରିର ଅର୍ଥ ହେଉଛି ଗ୍ରାମାଞ୍ଚଳ। ରନ୍ ଏଣ୍ଡ ବି ମେରି, ତମେ ଦୌଡ଼ ଏବଂ ଖୁସି ହୁଅ। ବି ମେରି, ଖୁସି ହୁଅ। ଅଲ୍ ଥ୍ରୁ ଦ ଡେ, ଦିନ ସାରା ସବୁ ସମୟରେ ତମେ ଖୁସି ହୁଅ। ଦୌଡ଼ି ଦୌଡ଼ି ତମେ ଖୁସି ହୁଅ। ରନ୍ ଟୁ ଦ କଣ୍ଟ୍ରି, ଗ୍ରାମାଞ୍ଚଳ ଆଡ଼କୁ ଦୌଡ଼। ଏୱେ ଏୱେ, ଦୂରକୁ ଦୂରକୁ ଦୌଡ଼। ତେଣୁ କବି ପୋଏଟ୍ ମେରି ଡଣ୍ଟ ଏଠାରେ ଦୌଡ଼ିବାକୁ ଇମ୍ପୋର୍ଟାନ୍ସ ଦେଇ 4ଟି ଷ୍ଟାଞ୍ଜା ଲେଖିଛନ୍ତି।